ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସୋ ଆଜିର ବିଷୟବସ୍ତୁ ହେଉଛି ସୋଲାର ସିଷ୍ଟମ। ସୋ ଯୋଉଟାକି ପିଏମ୍ ସୂର୍ଯ୍ୟଘର ଯୋଜନା, ଯୋଉଟାକି ରିସେଣ୍ଟଲି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସ୍କିମ୍ ବାହାର କରିଛନ୍ତି, ଯେଉଁଥିକି ଆପଣ କେମିତି ଆଜିର ଭିଡ଼ିଓରେ ଆମେ ସବୁ ଡିସ୍କସନ୍ କରିବା ସୋଲାର ପ୍ୟାନେଲ କ'ଣ, କେମିତି କାମ କରେ, ଆପଣଙ୍କର ରିକ୍ୱାରମେଣ୍ଟ ମାନେ ଆପଣ ଏଲିଜିବୁଲ୍ କି ନାହିଁ ଏସବୁ ଲଗେଇବା ପାଇଁ, ଆପଣ କେତେ ଟଙ୍କା ଦେବେ, କେତେ କିଲୋୱାଟ୍ ପର୍ଯ୍ୟନ୍ତ, ଆଉ ଯଦି ଫାଇନାନ୍ସ କେମିତି କରିବେ, ଭେଣ୍ଡର କେମିତି ଚୁଜ୍ କରିବେ, ଏଇସବୁ ଡିଟେଲ୍ସ ଆମେ ସବୁ ଆଜି ଗୋଟେ ଭିଡ଼ିଓରେ ଡେସ୍କ୍ରିପସନ୍ କରିବି। ତ ଆମେ ଷ୍ଟାର୍ଟିଂରୁ ପିଏମ୍ ସୂର୍ଯ୍ୟଘର ଯୋଜନା, ଯେଉଁଟାକି ମୋଦି ସରକାର ସୋଲାର ପାଇଁ ଗୋଟେ ସ୍କିମ୍ ବାହାର କରିଛନ୍ତି, ଯେଉଁଥିପାଇଁ ଆପଣ ଯଦି ଲଗେଇବେ ଆପଣଙ୍କୁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ ସବସିଡ଼ି ମିଳିବ। ଆଣ୍ଡ ରିସେଣ୍ଟଲି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି, ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି ଆପଣଙ୍କୁ ସବସିଡ଼ି ଦେବା ପାଇଁ ଆପ୍ଲିକେବୁଲ୍ ହେବ ଯଦି ଆପଣ ଲଗାଉଛନ୍ତି ଆପଣଙ୍କ ଘରେ। ତ ଆପଣ ସୋଲାର ସିଷ୍ଟମ୍ କ'ଣ, କେମିତି କାମ କରେ? ତ ଏଇ ଯେଉଁ ସୋଲାର ସିଷ୍ଟମ୍ ଅଛି, ଏଇ ସୋଲାର ସିଷ୍ଟମ୍ରେ ଅନଗ୍ରିଡ୍ ସୋଲାର ସିଷ୍ଟମ୍ ପାଇଁ ଆପଣଙ୍କୁ ସବସିଡ଼ି ମିଳିବ। ଅନଗ୍ରିଡ୍ ସୋଲାର ସିଷ୍ଟମ୍ ମାନେ କ'ଣ? ଅନଗ୍ରିଡ୍ ସୋଲାର ସିଷ୍ଟମ୍ ହେଉଛି ଏଇ ଯଦି ଆପଣଙ୍କର ଗ୍ରିଡ୍ରୁ ଆପଣଙ୍କୁ ଓଭିୟସଲି କରେଣ୍ଟ ଆସୁଛି ଆପଣଙ୍କ ଘରକୁ, ଯଦି ଆପଣଙ୍କର ପାୱାର କଟ୍ ହୁଏ, ପାୱାର କଟ୍ ହେଲା ମାନେ ଆପଣଙ୍କୁ ସୋଲାର କିଛି ୟୁଜେସ୍ ହେବନି। କାହିଁକି ନା ଯଦି ବି ଆପଣଙ୍କର ବାଇଚାନ୍ସ 440 ୱାଟ୍ର ଯଦି କିଛି ବିଜୁଳି ଆସିଲା, ଆପଣଙ୍କର ସୋଲାର ସିଷ୍ଟମ୍କୁ ପୁରା ଡ୍ୟାମେଜ୍ କରିଦେବ, ଆପଣଙ୍କ ପୁରା ଲସ୍ ହେଇଯିବ। ତେଣୁକରି ଆପଣଙ୍କର ଯଦି ପାୱାର କଟ୍ ହେଉଛି ତ ସେଥିପାଇଁ ସୋଲାର କିଛି ୟୁଜେସ୍ ହେବନି। ଆଉ ଯଦି ଆପଣଙ୍କର ଇନଭର୍ଟର ଅଛି ତ ଇନଭର୍ଟର ଓଭିୟସଲି ଚାର୍ଜ ହେବ, ତ ଇନଭର୍ଟର ବ୍ୟାକଅପ୍ଟା କାମରେ ଆସିବ। ତ ଏଇଥିପାଇଁ ଆପଣଙ୍କ ରିକ୍ୱାରମେଣ୍ଟ କ'ଣ ଥାଏ, ଆପଣଙ୍କ ରିସେଣ୍ଟଲି ଯେଉଁ ଇଲେକ୍ଟ୍ରିକ୍ ବିଲ୍ରେ ଆପଣ ଦେଖିପାରିବେ ଆପଣଙ୍କର ଗୋଟେ ଲୋଡ଼୍ ଥାଏ, ସେ ଲୋଡ଼୍ରେ କେତେ କିଲୋୱାଟ୍ ଲେଖା ଥାଏ, ଆପଣ କେତେ କିଲୋୱାଟ୍ ପର୍ଯ୍ୟନ୍ତ ଆପଣ ଘରେ ଲଗେଇ ପାରିବେ ସୋଲାର ପ୍ୟାନେଲ। ସେଇ ଯଦି ଆପଣଙ୍କ 2 କିଲୋୱାଟ୍ ଲଗା ହେଇଛି ତ ଆପଣ 2 କିଲୋୱାଟ୍ ପର୍ଯ୍ୟନ୍ତ ଲଗେଇ ପାରିବେ, ଆପଣ 3 କିଲୋୱାଟ୍ ଅଛି 3 କିଲୋୱାଟ୍ ଲଗେଇ ପାରିବେ, ଯଦି ଆପଣଙ୍କର 5 କିଲୋୱାଟ୍ ଅଛି 5 କିଲୋୱାଟ୍ ଲଗେଇ ପାରିବେ। କିନ୍ତୁ ଆପଣଙ୍କୁ 3 କିଲୋୱାଟ୍ ପାଇଁ ସବସିଡ଼ି ମିଳିବ। 5 କିଲୋୱାଟ୍ ପାଇଁ ଯେତିକି ସବସିଡ଼ି ମିଳିବ, 3 କିଲୋୱାଟ୍ ପାଇଁ ସେତିକି ବି ସବସିଡ଼ି ମିଳିବ। ତାର କେତେ ସବସିଡ଼ି କ'ଣ ମିଳିବ ସେଇଟା ଆମେ ଆଗକୁ ଆପଣଙ୍କୁ ଏକ୍ସପ୍ଲେନ୍ କରିବି। ତ ଆପଣ ଏଥିପାଇଁ ଗଭର୍ଣ୍ଣମେଣ୍ଟ, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ବି ଆପଣ ଯଦି ଲଗ୍ଇନ୍ କରୁଛନ୍ତି ଏଇଠି ଏଇ ୱେବସାଇଟ୍କୁ ଆସିକି, ଆପଣ ଏଇଠି ଅଛି କନଜ୍ୟୁମର ଲଗ୍ଇନ୍, କନଜ୍ୟୁମର ଲଗ୍ଇନ୍ ପରେ ଆପଣଙ୍କୁ ଲଗ୍ଇନ୍ କଲା ପରେ ଆପଣଙ୍କୁ ଡିଟେଲ୍ ଶୋ କରିଦେବ, ଆପଣଙ୍କର ଇଲେକ୍ଟ୍ରିକ୍ ବିଲ୍ କାହା ନାଁରେ ଅଛି, ଆଉ ଆପଣଙ୍କର କେତେ କିଲୋୱାଟ୍ ପର୍ଯ୍ୟନ୍ତ ଲଗେଇ ପାରିବେ। ଆଉ ଗୋଟିଏ କଥା ମନେ ରଖନ୍ତୁ, ଆପଣ ଯେଉଁ ସବସିଡ଼ି ଆପ୍ଲାଏ କରୁଛନ୍ତି, ଆପଣଙ୍କର ଇଲେକ୍ଟ୍ରିକ୍ ବିଲ୍ରେ ଯାହାଙ୍କ ନାଁ ଅଛି, ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ଆଣ୍ଡ ବ୍ୟାଙ୍କ ପାସବୁକ୍ରେ ସେମ୍ ନେମ୍ ରହିବା ଦରକାର। ଯଦି ବି ନ ରହୁଛି ତାକୁ ଆପଣ କରେକ୍ସନ୍ କରନ୍ତୁ, ନହେଲେ ସବସିଡ଼ି ମିଳିବାରେ ପ୍ରୋବ୍ଲେମ୍ ହେବ। କାହିଁକିନା ସେଇଟା ଭେରିଫିକେସନ୍ ହୁଏ, ଯେଉଁଟାକି ଆପଣଙ୍କ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ଆଉ ଇଲେକ୍ଟ୍ରିକ୍ ବିଲ୍ ଆଉ ବ୍ୟାଙ୍କ ପାସବୁକ୍ ସବୁଥିରେ ନେମ୍ ସେମ୍ ଥିବା ଦରକାର। ଆଉ ଓକେ, ତ ଆମେ ନେକ୍ସଟ ଯିବା ସୋଲାର ପ୍ୟାନେଲରେ କେତେ ସବସିଡ଼ି ମିଳୁଛି। ତ ସୋଲାର ପ୍ୟାନେଲରେ ଆପଣଙ୍କୁ ଧର 1 କିଲୋୱାଟ୍ ଅଛି, ତ 1 କିଲୋୱାଟ୍ ପାଇଁ 30,000 ସେଣ୍ଟ୍ରାଲ ସବସିଡ଼ି, ଷ୍ଟେଟ୍ 25, 55 ସବସିଡ଼ି ହେଉଛି ଟୋଟାଲ୍। ତ 2 କିଲୋୱାଟ୍ 60,000 ହେଉଛି ସେଣ୍ଟ୍ରାଲ ସବସିଡ଼ି, ଷ୍ଟେଟ୍ ହେଉଛି 50, 1,10,000 ହେଉଛି ଟୋଟାଲ୍ ସବସିଡ଼ି। 3 କିଲୋୱାଟ୍ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ 78K, 60K ହେଉଛି ଷ୍ଟେଟ୍ ସବସିଡ଼ି, ଟୋଟାଲ୍ ସବସିଡ଼ି ହେଉଛି 138। ତ ମୋଷ୍ଟଲି 3 କିଲୋୱାଟ୍ ଆପଣ ଲଗାଉଛନ୍ତି, ମୋଷ୍ଟଲି 2,10,000 ପାଖାପାଖି ଖର୍ଚ୍ଚ ହୁଏ। ଆଉ ଯେଉଁ ରହିଲା 72K ସେଇଟା ଆପଣ ବ୍ୟାଙ୍କ ଲୋନ୍ କରିପାରିବେ, ବ୍ୟାଙ୍କ ଫାଇନାନ୍ସ କରିପାରିବେ, ଆପଣଙ୍କୁ ହାତରୁ ଟଙ୍କାଟେ ବି ଦେବାକୁ ପଡ଼ିବନି। ଆପଣ ବ୍ୟାଙ୍କ ଫାଇନାନ୍ସ କଲା ପରେ ବ୍ୟାଙ୍କ ଆପ୍ରୁଭାଲ୍ କଲେ ବ୍ୟାଙ୍କଟା ପଇସା ଦେଇଦେବ କାହାକୁ ନା ଭେଣ୍ଡର। ତ ଭେଣ୍ଡର ଏଠି ରୋଲ୍ କ'ଣ, ଭେଣ୍ଡର ଆପଣ TPNODL କିମ୍ବା TPCOD କିମ୍ବା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆସି କେହି ଲଗେଇବେନି, ତ ସେମାନେ ଭେଣ୍ଡର ଆଲୋକେସନ୍ କରିଛନ୍ତି, ଯେଉଁମାନେ କି ସେମାନଙ୍କଠି ରେଜିଷ୍ଟ୍ରେସନ୍ ଅଛନ୍ତି। ତ ସେମାନେ କ'ଣ କରିବେ, ଆପଣଙ୍କ ଚେକଅପ୍ କରିବେ ଆପଣ ଏଲିଜିବୁଲ୍ କି ନାହିଁ,
ତାଙ୍କର ରେସ୍ପନ୍ସିବିଲିଟି, ସେମାନେ ଭେରିଫିକେସନ୍ କଲା ପରେ ଆପଣଙ୍କଠି ସୋଲାର ଲଗାଇବେ। ତ ଯେଉଁ 72K ଆପଣଙ୍କୁ ଟଙ୍କାଟେ ବି ଦେବାକୁ ପଡ଼ିବନି, ଆଉ ସେଟା ବ୍ୟାଙ୍କ ତାଙ୍କୁ ଫାଇନାନ୍ସ କରିବେ। ଆପଣ ଯେଉଁ ସବସିଡି ଆସିଲା ପରେ ଆପଣ ସେଇ ଆକାଉଣ୍ଟଟାକୁ ପ୍ରୋସେସ୍ କରିବା କିମ୍ବା ଆପଣଙ୍କ ହିସାବରେ ଆପଣ କ୍ଲୋଜ୍ ବି କରିପାରିବେ। କାହିଁକିନା ସେ 1,38,000 ପରେ ଆପଣଙ୍କୁ ଅଲମୋଷ୍ଟ 72,000 ଭଳିଆ ଆପଣ ହାତରୁ ଦେବାକୁ ପଡ଼ିବ, ଯେଉଁଟାକି ଆପଣ ବ୍ୟାଙ୍କ ଫାଇନାନ୍ସ କଲା ପାଇଁ ମନ୍ଥଲି 2,000 ଦେଇଦେଇକି ଆପଣ କିଛି ମାସ ଭିତରେ କ୍ଲୋଜ୍ ବି କରିପାରିବେ। ଆପଣ ଯେଉଁଟା ଇଲେକ୍ଟ୍ରିକ୍ ବିଲ୍ ଦେଇଥାନ୍ତେ TPNOD କିମ୍ବା TPCODକୁ, ସେଇଟା ଆପଣ ଲୋନ୍ ହିସାବରେ ଦେଇଦେବେ। ଓକେ, ତ ନେକ୍ସଟ ହେଉଛି ଆପଣଙ୍କ ଫାଇନାନ୍ସ ଏଥିରେ କେମିତି କରିବେ। ତ ଆପଣଙ୍କ ଏଇଠି ଲଗ୍ଇନ୍ କଲା ପରେ ଆପଣଙ୍କୁ ବ୍ୟାଙ୍କ ଡିଟେଲ୍ସ ମାଗିବ। ବ୍ୟାଙ୍କ ଡିଟେଲ୍ସ ପରେ ଆପଣ ଏଇ ନିଜେ ବି କରିପାରିବେ, ଭେଣ୍ଡରକୁ ବି କହିଲେ ଯେଉଁ ଭେଣ୍ଡର ଚୁଜ୍ କରିବେ ସେ ଭେଣ୍ଡର ଆପଣ ବି ଲଗେଇ ପାରିବେ। ଆପଣ ଏଥିରେ କେଉଁ କେଉଁ ବ୍ୟାଙ୍କ ସବସିଡ଼ି ଲୋନ୍ ଦେଉଛି, ଷ୍ଟେଟ୍ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ଏଇସବୁ ବ୍ୟାଙ୍କ ଆପଣଙ୍କ ସବୁ ବ୍ୟାଙ୍କ ମୋଷ୍ଟଲି PSU ବ୍ୟାଙ୍କ ସବସିଡ଼ି ଆପଣଙ୍କୁ ଲୋନ୍ ଆପଣଙ୍କୁ ଦେଉଛନ୍ତି। ତ ଭେଣ୍ଡର ମାନେ ସେଥି ରେସ୍ପନ୍ସିବିଲିଟି, ସେମାନେ ଆସିକି ଲଗେଇକି ସବୁ ଆପଣଙ୍କର ସୋଲାର ପ୍ୟାନେଲ ଉପରେ 25 ବର୍ଷ ୱାରେଣ୍ଟି। ଆପଣ ଯେଉଁ ଇନଭର୍ଟର ଲାଗିବେ ସେଇଟା ଡିପେଣ୍ଡ କରେ 5 ବର୍ଷ କୋଉଟା, 7 ବର୍ଷ କୋଉଟା, 8 ବର୍ଷ, ସେଇଟା ଡିପେଣ୍ଡ କରେ କମ୍ପାନୀ ଉପରେ। ଆଉ ଭେଣ୍ଡରଙ୍କ ରେସ୍ପନ୍ସିବିଲିଟି ଥାଏ ତାର ରକ୍ଷଣାବେକ୍ଷଣ ପାଇଁ, ଯେଉଁଟାକି ବହୁତ ଭଲ। ଆପଣ ଧର ଆଜ୍ ପର୍ ଡାଟା ହିସାବରେ ଆପଣ ଧର 1 କିଲୋୱାଟ୍ ଲଗେଇଲେ ବି ଆପଣଙ୍କୁ ପର ମନ୍ଥ 120 ୟୁନିଟ୍ ଜେନେରେସନ୍ ହେବ। ଆପଣ ଯଦି 2 କିଲୋୱାଟ୍ ଲଗେଇଛନ୍ତି ତ ଆପଣଙ୍କ ଯଦି 2 କିଲୋୱାଟ୍ ଲଗାଉଛନ୍ତି ତ ଆପଣଙ୍କୁ 240 ୟୁନିଟ୍ ଜେନେରେସନ୍ ହେବ। ଯଦି 3 କିଲୋୱାଟ୍ ଲଗାଉଛନ୍ତି 360 ୟୁନିଟ୍ ଜେନେରେସନ୍ ହେବ ପର ମନ୍ଥ। ମଲ୍ଟିପୁଲ୍ ଅଛି, ବାଇଫିସିଆଲ୍ ଅଛି, ମୋନୋ ଅଛି, ଟପକନ୍ ଅଛି, ମଲ୍ଟିପୁଲ୍ ସୋଲାର ପ୍ୟାନେଲ୍ ଅଛି, ସେଇ ହିସାବରେ ଜେନେରେସନ୍। ଖରାଦିନେ ମୋଷ୍ଟଲି ଅଧିକ ଖରା ହୁଏ, ତ ସେଥିପାଇଁ ମୋଷ୍ଟଲି 360 ୟୁନିଟ୍ରୁ ଅଧିକ ବି ଜେନେରେସନ୍ ହୁଏ। 400 450 ପାଖାପାଖି ଜେନେରେସନ୍ ହୁଏ, ଯେଉଁଟାକି ଆପଣଙ୍କର ଏଇଟା ଗୋଟେ ନେଟ୍ ମିଟରିଂ ଲାଗେ ଆପଣଙ୍କ ଘରେ, ଯେଉଁଠିକି ଆପଣ କେତେ ୟୁନିଟ୍ କନଜମ୍ପସନ୍ ଗ୍ରିଡ଼ରୁ କଲେ, ଆପଣ କେତେ ୟୁନିଟ୍ ଗ୍ରିଡ଼କୁ ଦେଲେ। ଧର ବାଇଚାନ୍ସ ଏଇ ମାସରେ ଖରାଦିନ ଆପଣଙ୍କର ଘରର ୟୁନିଟ୍ 400 ୟୁନିଟ୍ ଜେନେରେସନ୍ ହେଲା। ଆପଣ ଧରନ୍ତୁ ମେ ମନ୍ଥରେ 4 ୟୁନିଟ୍ 400 ୟୁନିଟ୍ ଜେନେରେସନ୍ ହେଲା, ସୋଲାରରୁ ଜେନେରେସନ୍ ହେଲା। 4 ୟୁନିଟ୍ ଜେନେରେସନ୍ ସୋଲାର, ବଟ୍ ଆପଣଙ୍କର କନଜମ୍ପସନ୍ ଥିଲା 500 ୟୁନିଟ୍। ଆପଣଙ୍କର ଏଇଟା ଯଦି ନେକ୍ସଟ ମାସରେ 100 ୟୁନିଟ୍ ଆପଣଙ୍କ କାହା କତିରେ ରହିଲା, ଆପଣଙ୍କ ଗ୍ରିଡ଼ରୁ ଆଣିଲେ। ତ ନେକ୍ସଟ କ'ଣ ହୁଏ, ଆପଣଙ୍କର ଶୀତ ଦିନେ ଆପଣଙ୍କ 200 ୟୁନିଟ୍ 300 ୟୁନିଟ୍ ଜେନେରେସନ୍ ହେଲା, ବଟ୍ ଆପଣଙ୍କର ଗ୍ରିଡ଼ରୁ ଆଣିଲେ ଆପଣଙ୍କର ୟୁଜ୍ ହେଇଛି 200 ୟୁନିଟ୍। ତ ଆପଣଙ୍କ 100 ୟୁନିଟ୍ ଯେଉଁ ଗ୍ରିଡ଼ରୁ ଯେଉଁଟା ଆପଣ ଦେଇଛନ୍ତି, ତ ସେଇଟା ଏଇଠି ମେକଅପ୍ ହେଇଯାଏ। ତ ସେଇଟା ନେଟ୍ ମିଟରିଂ ଗୋଟେ କାମ ଥାଏ। ନେଟ୍ ମିଟରିଂ ଯେଉଁଟାକି କେତେ ୟୁନିଟ୍ ଏଇ ମାସରେ ଆପଣଙ୍କ ଗ୍ରିଡ଼ରୁ ଆଣିଲେ, କେତେ ୟୁନିଟ୍ ଆପଣ ଗ୍ରିଡ଼କୁ ଦେଲେ, ତ ସେଇଟା ପ୍ଲସ୍ ମାଇନସ୍ ହେଇଯାଏ। ତ ଆଉ ଯଦି ଆପଣଙ୍କୁ ଅନ୍ୟ କିଛି ଡିଟେଲ୍ସ ଜାଣିବାର ଅଛି ସୋଲାର ପ୍ୟାନେଲ୍ ଉପରେ, କିମ୍ବା କେଉଁ ସୋଲାର ଲଗେଇବେ, କେଉଁ ଭେଣ୍ଡର ଚୁଜ୍ କରିବେ, ଆପଣଙ୍କୁ ମୁଁ ସେଥିପାଇଁ ବି ହେଲ୍ପ କରିପାରିବି। ଆପଣ ଯଦି ଲୋନ୍ ଆପ୍ଲାଏ କରୁଛନ୍ତି, ଲୋନ୍ ଆପ୍ଲାଏ ବି ଅପସନ୍ ଅଛି। ଜନସମର୍ଥରେ ଆପଣ ରେଜିଷ୍ଟର କରିକି ସେଥିରେ ବ୍ୟାଙ୍କ ସ୍ପେସିଫିକ୍ ଯେଉଁ ବ୍ୟାଙ୍କ ଆପଣ ଆକାଉଣ୍ଟ ଥିବ ସେଇ ବ୍ୟାଙ୍କରେ ଏଇଠି ଦେଖନ୍ତୁ, ରିନ୍ୟୁଏବଲ୍ ଏନର୍ଜି PM ସୂର୍ଯ୍ୟଘର ଯୋଜନା, ଏଇଠି ସବୁ ରୁଫଟପ୍ ସୋଲାର ପାଇଁ ଆପଣଙ୍କୁ ସୋଲାର ଏଇଠି ଫାଇନାନ୍ସ ହେଇଯାଏ। ତ ସେଥିପାଇଁ ବି ମୁଁ ହେଲ୍ପ କରିପାରିବି। ଆପଣ କମେଣ୍ଟ ସେକ୍ସନ୍ ଦିଅନ୍ତୁ, ଆପଣଙ୍କର ମୋବାଇଲ୍ ନମ୍ବର ଦିଅନ୍ତୁ, ଆପଣ ମୁଁ କଲ୍ ବ୍ୟାକ୍ ବି କରିପାରିବି। ତେଣୁକରି ଆପଣ
ମେସେଜ କରନ୍ତୁ କିମ୍ବା କମେଣ୍ଟ ଦିଅନ୍ତୁ ଆପଣ ଅଧିକ କିଛି ଡିଟେଲ ଚାହୁଁଛନ୍ତି। ଓକେ, ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ।